ମୋ ନାଁ ହଉଛି ରେଭରେଣ୍ଡ ଅନନ୍ତ କୁମାର ନାୟକ, ସିନୋଡ ଚେୟାରମ୍ୟାନ, ଜୟପୁର ଇଭାଞ୍ଜେଲିକାଲ ଲୁଥରାନ ଚର୍ଚ୍ଚ ରେଗେଲସିର। ଆଉ ଆଜି ହଉଛି ପର୍ଯ୍ୟାୟସୁକ ପ୍ରଧାନ ମଣ୍ଡଳୀର ନିର୍ବାଚନ ସଭା ଅନୁଷ୍ଠିତ ହୋଇଥିଲା। ସାମ୍ବିଧାନିକ ଆନୁଷ୍ଠାନିକ ଭାବରେ ଅତି ସୁନ୍ଦର ଭାବରେ ନିର୍ବାଚନ କାର୍ଯ୍ୟଟି ଶେଷ ହୋଇଛି। ଆଜିର ନିର୍ବାଚନରେ ଏହି ପ୍ରଧାନ ମଣ୍ଡଳୀର ପରିଚାଳକ ଏବଂ କାର୍ଯ୍ୟବାହକ ମାନଙ୍କର ନିର୍ବାଚନ ହେଲା। ତ ସଙ୍ଗେ ସଙ୍ଗେ 70ତମ ମହାସଭା ନିମନ୍ତେ ସଭ୍ୟ ସଭ୍ୟା ଗୁଡାକୁ ପ୍ରେରଣ କରାଯାଇଅଛି। ନିର୍ବାଚନ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଅନୁସାରେ ସମ୍ବିଧାନ ଅନୁସାରେ ହଉଛି, କୌଣସି ଦ୍ୱନ୍ଦ୍ୱ ନାହିଁ। ହଉଛି ରେଭରେଣ୍ଡ ରବୀନ୍ଦ୍ର କୁମାର ଚେଟ୍ଟି। ଆଉ ବର୍ତ୍ତମାନ ମୁଁ ପର୍ଯ୍ୟାୟସୁକ ପ୍ରଧାନମଣ୍ଡଳୀର ନୂତନ ପରିଚାଳକ ଭାବରେ ନିର୍ବାଚିତ ହୋଇଅଛି। ମୋର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଆଉ କେହି ଉଭା ହେଲେ ନାହିଁ। ଆଉ ସମସ୍ତ ସଭ୍ୟ ସେବା ନିର୍ଦ୍ୱନ୍ଦ୍ୱରେ ସେମାନଙ୍କର ସୁମତ ପ୍ରଦାନ କରି ମତେ ନିର୍ବାଚିତ କରିଅଛନ୍ତି। ଆଉ ନେତା ଭାବରେ ସର୍ବପ୍ରଥମେ ସଦାପ୍ରଭୁଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରେ। ଆଉ ଏହି ପର୍ଯ୍ୟାୟସୁକ ମଣ୍ଡଳୀ ଏକ ଐତିହାସିକ ମଣ୍ଡଳୀ, ଦୀର୍ଘ 100 ବର୍ଷର ମଣ୍ଡଳୀ ଅଟେ। ଆଉ ଏହି ଗୁରୁ ଦାୟିତ୍ୱ ଦେବା ପାଇଁ ପ୍ରଭୁ ମତେ ସୁଯୋଗ ଦେଇଅଛନ୍ତି। ଆଉ ସର୍ବପ୍ରଥମେ ପ୍ରଭୁଙ୍କର ସେବା କାର୍ଯ୍ୟ କରିବା ପାଇଁ ପ୍ରଭୁ ଆହ୍ୱାନ କରିଅଛନ୍ତି। ତେଣୁ ପ୍ରଭୁ ମତେ ଉଦ୍ଭର ଜ୍ଞାନ ବୁଦ୍ଧି ମୁଁ ଜ୍ଞାପନ କରେ। ଆଉ ପ୍ରଭୁଙ୍କୁ ହିଁ ମୋର ଧନ୍ୟବାଦ ଜ୍ଞାପନ କରେ। ଆଉ ଯେତେ ଭାଇ ଏବଂ ଭଉଣୀମାନେ ସେମାନଙ୍କୁ ପ୍ରେମ ପ୍ରଦାନ କରିଛନ୍ତି, ସମସ୍ତ ସଭ୍ୟ ସେବାଙ୍କୁ ମୋର ହୃଦୟ ଭରା କୃତଜ୍ଞତା ଜ୍ଞାପନ କରେ। ଆଉ ନିତାନ୍ତ ଭାବରେ ପର୍ଯ୍ୟାୟସୁକ ମଣ୍ଡଳୀ ଏକ ବହୁତ ଗଠନ ପରିଚାଳନା, ଆଉ ପର୍ଯ୍ୟାୟସୁକ ମଣ୍ଡଳୀ କିପରି ଭାବରେ ଈଶ୍ୱରଙ୍କର କାର୍ଯ୍ୟ, ସାମାଜିକ କାର୍ଯ୍ୟ, ମଣ୍ଡଳିକ କାର୍ଯ୍ୟ ଏବଂ ଏକତା ପ୍ରେମରେ ଅନ୍ୟମାନଙ୍କୁ ବାର୍ତ୍ତା ଦେବ, ଆଉ ତାହା ହିଁ ମୋର ଭୂମିକା ରହିବ। ଆଉ ଯେପରି ଯୁବଗୋଷ୍ଠୀ ଶିଶୁମାନଙ୍କ ବିଷୟରେ, ଆଉ ବିଶେଷ କରି ନାରୀମାନଙ୍କ ବିଷୟରେ, ସେମାନଙ୍କ ମଧ୍ୟରେ ମୁଁ ମୋର ସଦିଚ୍ଛା ସହିତ କାର୍ଯ୍ୟ କରିବି, ମୋ ପରିବାର ସହିତ କାର୍ଯ୍ୟ କରିବି, ଏହା ମୋର ଲକ୍ଷ୍ୟ ଅଟେ। ମୋର ରହିଥିଲା ପରିଚାଳକ, ପ୍ରାଚୀନ, ପାଳକ, ଲେମେନ୍, ଲେଉମେନ୍, ଯୁବକ ଯୁବତୀ, ସଣ୍ଡେ ସ୍କୁଲ ଶିକ୍ଷକ, এই প্রকার ভাবে আমার পদ রয়েছিল। আর তা মধ্যে পরিচালক ভাবে রেভরেন্ড রবীন্দ্র চেট্টি বিনা প্রতিদ্বন্দ্বিতার সে নির্বাচিত হয়েছেন। সেইপরি মধ্য আমার লেমেন মধ্য বিনা প্রতিদ্বন্দ্বী, সবু বিষয় শৃঙ্খলার সহিত হয়েছি। ମୋ ନାଁ ଲିଭିଙ୍ଗଷ୍ଟନ ଖରା। ମୁଁ ପର୍ଯ୍ୟାୟସୁକ ପ୍ରଧାନମଣ୍ଡଳୀର ଯୁବକ ଭାବେ ମହାସଭାକୁ ମନୋନୀତ ଚୟନ କରାଯାଇଛି। ଆଉ ମୋ ପ୍ରତିଦ୍ୱନ୍ଦ୍ୱୀ କିଏ ନଥିଲେ, ନିର୍ଦ୍ୱନ୍ଦ୍ୱ ଭାବେ ଯାଇଅଛି।